जय श्री जगन्नाथ भाई मैंने सर्वप्रथम गुरुदेव गणपति मु जगदम्बा को प्रणाम करी आज हम हमर आस्ट्रो सेशन को आगु बढ़ेबा आस्ट्रो सेशन क्रम रे आज गोटे अ, बहुत बढ़िया टॉपिक जोटा कि प्रैक्टिकल लाइफ रे एक्सपीरियंस तारी पर ही आलोचना करिबा से लाइफ रे एक्सपीरियंस एटा कि शनिश्चर महाराज के विषय रे पढिबा कोन पय भीतर प्रेरणा अछि जणा नै मु शनिश्चर महाराज को पढिया पय शनिश्चर महाराज कोन डिमांड सर्वप्रथमे गोटे कथा जीवन मन रखियो शनिश्चर महाराज होउचंती कर्मर देवता न्यायर देवता ଏବଂ କାଳପୁରୁଷ କୁଣ୍ଡଳୀରେ ତାଙ୍କୁ ଦୁଃଖ ଦୈନ୍ୟ ଓ ପୀଡ଼ାର ଦେବତା ମଧ୍ୟ କୁହାଯାଏ। ଶନିଶ୍ଚର ମହାରାଜ ଯେତେବେଳେ ଜୀବନରେ ଅପରେଟ କରିବେ ଯୋଉ ହାଉସ ରେ ବସିଥିବେ ତୁମକୁ କୋଉ ଜିନିଷ ପ୍ରତି ଜୀବନରେ ଧ୍ୟାନ ରଖିବାକୁ ହବ ସେ ଜିନିଷଟା ମନେ ରଖ। ସମସ୍ତ ଆଷ୍ଟ୍ରୋଲୋଜିରେ ରିମେଡି ବୁଦ୍ଧି ପିନ୍ଧବା ଜଳରେ ବୁହାଇ ଦେବା ପୂଜା ପାଠ କରିବା ଏ ରିମେଡି ତ ଦିଅନ୍ତି କିନ୍ତୁ ଜୀବନର ସବୁଠୁ ବଡ ଧର୍ମ ହଉଛି ଆଚାର ଏବଂ ଆଚରଣ ସେଇଟାକୁ ଯଦି ଛାଡିକି ତୁମେ କୌଣସି ଜିନିଷ ପଛରେ ପଡିବ ନା ରିମେଡି କରିବା ପାଇଁ ସିଏ କେତେ ମାତ୍ରାରେ ଏତେ ବେନିଫିସିଆଲ ରହିବ ଆଜି ପର୍ଯ୍ୟନ୍ତ ମୁଁ ସେଟା ଜାଣିନି। ଆଚାର ଓ ପରମ ଧର୍ମ ତେଣୁ ଶନିଶ୍ଚର ମହାରାଜଙ୍କ ଟପିକ ଟାକୁ କନସିଡରେସନ ଟାକୁ କୋଉ ଭଳି ଭାବରେ ଆମେ ସମ୍ଭାଳିବା ସେଇଟା ଆମକୁ ଦେଖିବାକୁ ସର୍ବପ୍ରଥମେ ଶନିଶ୍ଚର ମହାରାଜ ବହୁତ ହି ସ୍ଲୋ ମୁଭ କରନ୍ତି ତେଣୁ ଯୋଉ ହାଉସ ରେ ତୁମର ଶନିଶ୍ଚର ମହାରାଜ ବସିଛନ୍ତି ଲେଟ୍ ସେ କାର ସେଭେନ୍ଥ ହାଉସ ରେ ଶନିଶ୍ଚର ମହାରାଜ ବସିଛନ୍ତି ସେଭେନ୍ଥ ହାଉସ ହଉଛି ବିଜନେସ ଡେ ଟୁ ଡେ ଟକ୍ ଯଦି କୌଣସି ଲୋକ ଭାବିବ ମୁଁ ରାତାରାତି ବଡଲୋକ ହେଇଯିବି ତାହେଲେ ସିଏ ସେଇଠି ଭୁଲ କରିଦେବ। ଶନିଶ୍ଚର ମହାରାଜ ଡିମାଣ୍ଡ କରନ୍ତି ଡିସିପ୍ଲିନ ଆଣ୍ଡ ହାର୍ଡୱାର୍କ। ମୁଁ ଏଠି ଗୋଟେ ଛୋଟ ଗପ କହିବାକୁ ଚାହିଁବି ସେ ଗପଟା ଏମିତି ଆମେ ସମସ୍ତେ ଛୁଆ ବେଳେ ଗୋଟେ ଗପ ପଢିଛେ ଠେକୁଆ ଏବଂ କଇଁଚର ଗପ। ଠେକୁଆ ସ୍ପିଡ ଦେଖେଇଲା ଅଧା ବାଟରେ ଯାଇ ଶୋଇ ପଡିଲା ଏବଂ କଇଁଚ ସେ ଡିସିପ୍ଲିନ ଟାକୁ ଫଲୋ କରି ଫିନିଶ ଲାଇନ ଆଗକୁ ପଳେଇଲା। ମୋର ଏ ଗପ କହିବାର ତାତ୍ପର୍ଯ୍ୟ ହେଲା ଶନିଶ୍ଚର ମହାରାଜ ଯୋଉ ହାଉସରେ ତୁମର ବସିଛନ୍ତି ସେ ଡିମାଣ୍ଡ କରନ୍ତି ଡିସିପ୍ଲିନ ଏବଂ ହାର୍ଡୱାର୍କ ଯୋଉଥିପାଇଁ ଆପଣଙ୍କୁ କୌଣସି ମାତ୍ରାରେ କେହି ପୁଷଅପ୍ କରିବେନି କି ଆଜ୍ଞା ଆପଣ ଏଇଭଳି ଭାବରେ କରିକି ଆପଣ ଆଗେଇ ଯାଆନ୍ତୁ ବହୁତ ସ୍ପିଡରେ ଆଗେଇ ଯାଆନ୍ତୁ। ଶନିଶ୍ଚର ମହାରାଜ ନିଶ୍ଚିତ ଭାବରେ ଆପଣ ଯାହା ଏକ୍ସପେକ୍ଟ କରିଥାନ୍ତି ତାକୁ ତାଠୁ ବହୁତ ଅଧିକ ଦିଅନ୍ତି ଯେତେବେଳେ ଆପଣ ମାନେ କି ଆମେ ମାନେ ମୁଁ ବି ହଉ ଯିଏ ବି ହଉ ଯଦି ସେ କାମକୁ ଡିସିପ୍ଲିନ ର ସହିତ ନିଷ୍ଠାର ସହିତ ଗୋଟେ ବହୁତ ସମୟ ଧରି ବହୁତ ପିରିୟଡ ଧରି କରିଛନ୍ତି ତ ସେଇ ଡିସିପ୍ଲିନ ନିଷ୍ଠା ପରସେଭରାନ୍ସ ଯୋଉ ଏହା ପାଖରେ ଅଛି ସେ କରିଲା ବେଳେ ତାକୁ କେହି ଆପଲୋଡ କରିବେନି କି ଏ ତୁ ବଢିଆ କାମ କରୁଛୁ ଗୋଟେ ଦିନ ଆସିବ ସେ କରୁ କରୁ ଏତେ ମାତ୍ରାରେ ଅଭ୍ୟସ୍ତ ହେଇଯିବ ସେ ଡିସିପ୍ଲିନ କୁ ମେଣ୍ଟେନ କରି ଯେ ଦିନେ ତାର ସକ୍ସେସ ଏତେ ମାତ୍ରାରେ ଆସିବ ଯେ ଲୋକ ତାକୁ ଦୁନିଆରେ ଚିହ୍ନିବେ ଏବଂ ଜାଣିବେ ଯଦି ସେ ଡିଟରମାଇଣ୍ଡ ରହିଲା ସେ କର୍ମଟାକୁ ଡିସିପ୍ଲିନ ର ସହିତ କରିବା। ଶନିଶ୍ଚର ମହାରାଜ ଯୋଉ ହାଉସ ରେ ବସନ୍ତି ସେ ହାଉସ ରିଲେଟେଡ ପ୍ରୋକ୍ରାଷ୍ଟିନେସନ ମାନେ ଆଜି କରିବି କାଲି କରିବି ଏଇ ଜିନିଷଟା ଆସେ ସେଇଟା ନ କରିକି ଯଦି କୌଣସି ବି ମଣିଷ ତା ଜୀବନରେ ଯୋଉ ହାଉସ ରେ ଶନିଶ୍ଚର ମହାରାଜ ବସିଛନ୍ତି ଗୋଟେ ଏକ୍ସାମ୍ପଲ ଦେଇଥିଲି ସେଭେନ୍ଥ ହାଉସ ବିଜନେସ ରେ ସେ ହଡବଡି ନ କରି ତାର ଡେଡିକେସନ ସହିତ ସେ ଯଦି ତାକୁ କରିଚାଲିଲା ତାହେଲେ ନିଶ୍ଚିତ ଭାବରେ ତାର ସକ୍ସେସ ଅଛି। ଆଉ ଏ ଜିନିଷଟା ବହୁତ ଛୋଟ ହେଲେ ମଧ୍ୟ ଏତେ ଇମ୍ପୋର୍ଟାଣ୍ଟ ଜିନିଷ ଯେ ଆପଣଙ୍କର ଶନିଶ୍ଚର ମହାରାଜ ଯୋଉଠି ବସିଛନ୍ତି ସେ ଘରର ଯଦି ବେନିଫିଟ ଆପଣ ପାଇବାକୁ ଚାହୁଁଛନ୍ତି ଏବଂ ଶୀଘ୍ର ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ମୂର୍ଖାମି କରୁଛନ୍ତି ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଆପଣ ମାନଙ୍କୁ ଗୋଟେ କଥା କ୍ଲିୟରଲି ମନେ ରଖିବାକୁ ହବ ଯୋଉ ଘରେ ଶନିଶ୍ଚର ମହାରାଜ ବସିଛନ୍ତି ଆପଣଙ୍କୁ ତା ଉପରେ ବହୁତ ମାତ୍ରାରେ ୱାର୍କ କରିବାକୁ ପଡିବ କାରଣ ଲଗ୍ନରେ ଶନିଶ୍ଚର ମହାରାଜ ବସିଛନ୍ତି ତାହେଲେ ତାର ଆଚାର ଆଚରଣ ନିଜକୁ ଏଭଳି ଭାବରେ ସଜାଡିବାକୁ ପଡିବ ଯେ ସ୍ଲୋଲି ସେ ଯେମିତି ଉଦ୍ବର୍ଦ୍ଧନର ଦିଗରେ ଦେଖିବେ। ଜେନେରାଲି ଲଗ୍ନର ଶନିଶ୍ଚର ମହାରାଜ କୁ ଏତେ ଲୋକମାନେ ପସନ୍ଦ କରନ୍ତି ନାହିଁ କିନ୍ତୁ ଧନୁ ଲଗ୍ନ କୁଣ୍ଡଳୀରେ ମୀନ ଲଗ୍ନ କୁଣ୍ଡଳୀରେ ଏବଂ ମକର ଏବଂ କୁମ୍ଭ ଲଗ୍ନ କୁଣ୍ଡଳୀରେ ଶନିଶ୍ଚର ମହାରାଜ ଭଲ ରେଜଲ୍ଟ ଦେଇଥାନ୍ତି କିନ୍ତୁ କେତେବେଳେ ଦେଇଥାନ୍ତି ଯଦି ସେ ଲୋକ ନ୍ୟାୟ ଭିତ୍ତିକ ଆଚାର ଆଚରଣକୁ ଏବଂ ଡିସିପ୍ଲିନ ଭିତ୍ତିକ ଆଚାର ଆଚରଣକୁ ତା ଜୀବନରେ ଇମ୍ପ୍ଲିମେଣ୍ଟ କରେ କାହିଁକି କାରଣ ଯଦି ନ୍ୟାୟ ଆଉ ଡିସିପ୍ଲିନରେ ଶନିଶ୍ଚର ମହାରାଜଙ୍କୁ ତୁମେ ତମର ଆଚରଣ ଦ୍ଵାରା ନ୍ୟାୟ ଆଉ ଡିସିପ୍ଲିନ ଭିତରେ ନଦେଲା ତାହେଲେ ଶନିଶ୍ଚର ମହାରାଜ ଲଗ୍ନରେ ବସି ତୃତୀୟ ହାଉସକୁ ଦେଖିଲେ ଏବଂ ସେଭେନ୍ଥ ହାଉସକୁ ଦେଖିଲେ ଏବଂ ଟେନ୍ଥ ହାଉସକୁ ଦେଖିଲେ ତ ଶନିଶ୍ଚର ମହାରାଜ ଯୋଉଠି ବସନ୍ତି ସେ ଜାଗାର ବୃଦ୍ଧି ତ ନିଶ୍ଚିତ ଭାବରେ କରନ୍ତି କିନ୍ତୁ ଯୋଉ ଜାଗାକୁ ଦେଖନ୍ତି ସେ ଜାଗାରେ ଡିଲେ କରିନ୍ତି। ତେଣୁ ଏଇ କନକ୍ଲୁଡ କରିବି ଗୋଟିଏ କଥାଟା କହିବି ଯେ ଯୋଉଠି ଶନିଶ୍ଚର ମହାରାଜ ବସିଛନ୍ତି ଆପଣ ସେଇ ହାଉସ ପ୍ରତି ଏତେ ହରି ଅପ୍ କରନ୍ତୁନି ତରତର କରି କରନ୍ତୁନି ଆପଣ ତାକୁ